ଦେଖନ୍ତୁ ପିପିଲିରେ ବେଆଇନ ବାଲି ଚାଲାଣ ହେଉଛି, ବେଆଇନ ବାଲି ଉତ୍ତୋଳନ ହେଉଛି, ଏ ନେଇ ବାରମ୍ବାର ଖବର ପ୍ରସାରଣ କରାଯାଇଛି। କିନ୍ତୁ ଖବର ପ୍ରସାରଣ ପରେ ଏ ନେଇ ପ୍ରଶାସନିକ ଅଧିକାରୀମାନେ ଏ ନେଇ କୌଣସି ଦୃଷ୍ଟିପାତ କରୁନଥିବା ବିଭିନ୍ନ ସମୟରେ ମଧ୍ୟ ଅଭିଯୋଗ ହୋଇଛି। ଆପଣ ଦେଖନ୍ତୁ ପିପିଲି ଦୟାନଦୀ ଏବଂ ଭାର୍ଗବୀ ନଦୀରେ ବେଆଇନ ବାଲି ଉତ୍ତୋଳନ ହେଉଛି। ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଗାଡ଼ିରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ମଧ୍ୟ ଆମେ ପୂର୍ବରୁ ମଧ୍ୟ ପ୍ରସାରଣ କରୁଛୁ। କିନ୍ତୁ ଆଜି ଯେଉଁ ଖବର ପ୍ରସାରଣ ହେବାକୁ ଯାଉଛି ତା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆପଣ ଦେଖନ୍ତୁ ଗତକାଲି ରାତିରେ ବେଆଇନ ବାଲି ଉତ୍ତୋଳନ ହେଉଥିବା ସମୟରେ ପିପିଲି ନୂଆ ଶାସନ ଅଞ୍ଚଳ ର ଜଣେ ବ୍ୟକ୍ତି ଗୁରୁତର ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଯଦି କହିବା ପାଖାପାଖି 3ଟା ରାତିରେ ସେ ଘରୋଇ ହସ୍ପିଟାଲ, ଭୁବନେଶ୍ୱର ଯେ ଘରୋଇ ହସ୍ପିଟାଲ ରହିଛି, ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। ଏବଂ ବିଶେଷ କରି ଯେତେବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସେଇ ନଦୀରୁ ଅଣାଯାଇଥିଲା ଏବଂ ଭାର୍ଗବୀ ନଦୀରୁ ତାଙ୍କୁ ଅଣାଯାଇଥିଲା, ଯାହା ସୂଚନା ରହିଛି ଯେ ଜେସିବିରେ ତାଙ୍କୁ ଜେସିବି ଡ୍ରାଇଭର ଯେତେବେଳେ ନିଶାସକ୍ତ ଅବସ୍ଥାରେ ଥିଲେ ତାଙ୍କୁ ମଧ୍ୟ ସେଇ ଜେସିବିର ଆଘାତରେ ସେ ଗୁରୁତର ହୋଇଥିଲେ ଏବଂ ତାଙ୍କୁ ପିପିଲି ଡାକ୍ତରଖାନା ନ ଆଣି ଭୁବନେଶ୍ୱର ନିଆଯାଇଥିଲା। ଆପଣ ଦେଖନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଇଭଳି ଘଟଣା ଘଟିବା ପରେ ଏ ଘଟଣା ସ୍ଥାନୀୟ ପୋଲିସ ପାଖରେ ଖବର ନାହିଁ କିମ୍ବା ମାଇନ୍ସ ବିଭାଗ ପାଖରେ ସେ ଖବର ନାହିଁ, କିମ୍ବା ବିଶେଷ କରି ଯଦି ଗୁରୁତର ହେଇକି ଯାଇଛନ୍ତି କିନ୍ତୁ ପିପିଲି ଡାକ୍ତରଖାନାରେ ମଧ୍ୟ ଚିକିତ୍ସିତ ହୋଇନାହାନ୍ତି, ଯାହା ପାଇଁ ପିପିଲିରେ ମଧ୍ୟ କାହାରି ପାଖରେ ଖବର ନାହିଁ। ଆପଣ ଦେଖନ୍ତୁ ସେ ଯାହା ଆମ ପାଖରେ ସୂଚନା ରହିଛି ସେ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ଜୀବନ ସହିତ ସଂଗ୍ରାମ କରୁଛନ୍ତି। ଆପଣ ଦେଖନ୍ତୁ ପିପିଲିରେ ବାରମ୍ବାର ଏ ଖବର ପ୍ରସାରଣ କରାଯାଉଛି ପିପିଲିରେ ବେଆଇନ ବାଲି ଚାଲାଣ ହେଉଛି ଏବଂ ବେଆଇନ ବାଲି ଘାଟରୁ ବାଲି ଚାଲାଣ କରାଯାଉଛି। ଏ ନେଇ ବାରମ୍ବାର ସ୍ଥାନୀୟ ଲୋକମାନେ, ଗ୍ରାମବାସୀମାନେ ମଧ୍ୟ ଲିଖିତ ଅଭିଯୋଗ ଥାନାରେ କରୁଛନ୍ତି, ଜିଲ୍ଲା ପ୍ରଶାସନ ପାଖରେ ରହିଛି, ତହସିଲ ପ୍ରଶାସନ ପାଖରେ ରହିଛି। କିନ୍ତୁ ସମସ୍ତଙ୍କ ନୀରବତା କ'ଣ ପାଇଁ, ଆଗକୁ ନେଇ ଗୋଟେ ବଡ଼ ପ୍ରଶ୍ନ ଉଠିଛି। ଆପଣ ଦେଖନ୍ତୁ ଯଦି କହିବା ଯେଉଁ ନୂଆ ଶାସନ ମଇନପିଡ଼ି ଅଞ୍ଚଳର ଜୈନିକ ବ୍ୟକ୍ତି ଯେତେବେଳେ ଆଘାତ ପାଇଥିଲେ ଏବଂ ସେ ବର୍ତ୍ତମାନ ଗୁରୁତର ହୋଇଛନ୍ତି ଏବଂ ସେ ଚିକିତ୍ସିତ ହେଉଛନ୍ତି, ତାଙ୍କ ପରିବାର ପକ୍ଷରୁ ମଧ୍ୟ ଏ ନେଇ ଏ ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନି। ଏବଂ ଦେଖନ୍ତୁ ଯାହା ମଧ୍ୟ ସୂଚନା ରହିଛି ଗୁରୁତର ଅବସ୍ଥାରେ ସେ ଏବେ ଚିକିତ୍ସିତ ହେଉଛନ୍ତି ଏବଂ ଯେଉଁ ସରକାରଙ୍କର ରହିଛି ଯେଉଁ BSKY କାର୍ଡ଼ ତା ଦେହରେ ମଧ୍ୟ ସେ ଚିକିତ୍ସିତ ହେବା ପାଇଁ ଯୋଜନା ମଧ୍ୟ କରାଯାଉଥିବାର ମଧ୍ୟ ସୂଚନା ରହିଛି। ଏ ନେଇ ମଧ୍ୟ ସ୍ଥାନୀୟ ଲୋକମାନେ ମଧ୍ୟ ଗଣମାଧ୍ୟମରେ ଅଭିଯୋଗ କରୁଛନ୍ତି ଯେ ବେଆଇନ ବାଲି ଚାଲାଣ ପାଇଁ ଏଭଳି ଅଭିଯୋଗ ହୋଇଛି, ଏଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ପ୍ରକୃତପକ୍ଷେ ଯେଉଁ ପରିବାରରେ ଏଭଳି ଘଟଣା ଘଟିଛି ସେ ପରିବାର ପକ୍ଷରୁ ପିପିଲି ଥାନାରେ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ କରାଯାଇନି କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି କୌଣସି ଅଭିଯୋଗ କରାଯାଇନି। ଆପଣ ଯଦି କହିବେ ପିପିଲିର ସରକାରୀ ସ୍ତରରେ ସବୁବେଳେ ଗୋଟିଏ କଥା କୁହାଯାଉଛି ପିପିଲିରେ କେବଳ ଗୋଟିଏ ଘାଟ ଚାଲିଛି, ଯେଉଁଟା ହେଲା ସୁଲତାନନଗର ଗୋବର୍ଦ୍ଧନପୁର ସୁଲତାନନଗରରେ ଯେଉଁ ଘାଟଟି ରହିଛି ଦୟାନଦୀରେ। କିନ୍ତୁ ଆପଣ ଯଦି ଦୟାନଦୀ କଥା ଦେଖିବେ, ଦୟାନଦୀରେ ମଧ୍ୟ ଯେଉଁ ଘାଟରେ ଏବେ ବାଲି ଉତ୍ତୋଳନ କରାଯାଉଛି, ଯଦିଓ କୁହାଯାଉଛି ସରକାରୀ କିନ୍ତୁ ସେଠି ମଧ୍ୟ ବେସରକାରୀ କାର୍ଯ୍ୟ କରାଯାଉଛି। ଆପଣ ଦେଖନ୍ତୁ ଏଥିପାଇଁ କୁହାଯାଉଛି ବେସରକାରୀ କାର୍ଯ୍ୟ କରନ୍ତୁ, ଯେଉଁ ତାଙ୍କୁ ସୀମା ନିର୍ଦ୍ଧାରଣ କରାଯାଇଥିଲା ସେ ସୀମାଠୁ ଯାଇକି ଅନେକ ଦୂରରେ ମଧ୍ୟ ଏବେ ବାଲି ଉତ୍ତୋଳନ ହେଉଛି ଏବଂ ଯାହା ପାଇଁ କିଛି ଦିନ ପରେ ଯେତେବେଳେ ବନ୍ୟା ଆସିବ ସ୍ଥାନୀୟ ଲୋକମାନେ ଗୋଟେ ମଧ୍ୟ ଆଶଙ୍କା କଲେଣି ସେ ଯେଉଁ ନଦୀର ଯେଉଁ ବ୍ରିଜ୍ ରହିଛି ବ୍ରିଜ୍ ପ୍ରତି ମଧ୍ୟ ଗୋଟେ ପ୍ରକାର ବିପଦ ସୃଷ୍ଟି ହେବ ବୋଲି। କିନ୍ତୁ ବାରମ୍ବାର ଏସବୁ କଥା ଜାଣି ଶୁଣି ମଧ୍ୟ ପ୍ରଶାସନର ନୀରବ କ'ଣ ପାଇଁ ତାକୁ ନେଇ ମଧ୍ୟ ଗୋଟେ ବଡ଼ ପ୍ରଶ୍ନ ଉଠୁଛି। ଦେଖନ୍ତୁ ଯଦି କହିବା ପୋଲିସ ଡିଜି ମଧ୍ୟ ଗତ କିଛି ଦିନ ତଳେ ବିଭିନ୍ନ ଜିଲ୍ଲା ଏସ୍ପିଙ୍କୁ ଏବଂ ବିଭିନ୍ନ ଥାନାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେତେବେଳେ ବେଆଇନ ବାଲି ଚାଲାଣ ହେବ ତାପରେ ରୋକ ଲଗାଇବ କି ବେଆଇନ ପଥର ଚାଲାଣ ହେବ ତାପରେ ରୋକ ଲଗାଇବା ପାଇଁ। କିନ୍ତୁ ଅଧିକାଂଶ ସମୟରେ ମଧ୍ୟ ପୋଲିସ ପକ୍ଷରୁ ଗାଡ଼ି ଜବତ କରାଯାଉଛି ଏବଂ ଫାଇନ୍ କାଟି ମଧ୍ୟ ତାଙ୍କୁ ଦିଆଯାଉଛି। କିନ୍ତୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଯେ ପର୍ଯ୍ୟନ୍ତ ଗ୍ରହଣ କରାନଯିବ ସେ ପର୍ଯ୍ୟନ୍ତ ଏଭଳି ଘଟଣା ଘଟୁଥିବ ଏବଂ ବେଆଇନ ବାଲି ଚାଲାଣ ହେଉ ପଥର ଚାଲାଣ ହେଉ ଏଭଳି ଘଟଣା ନିଶ୍ଚିତ ରୂପେ ଯାଉଥିବ। ଆପଣ ଦେଖନ୍ତୁ ଗତକାଲି ଯେଉଁଭଳି ଘଟଣା ଘଟିଲା ମଇନପିଡ଼ି ଅଞ୍ଚଳର ଭାର୍ଗବୀ ନଦୀରେ ବେଆଇନ ଭାବରେ ବାଲି ଚାଲାଣ ହେଉଛି, ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ଏ ନେଇ ମଧ୍ୟ ଅଭିଯୋଗ କରୁଥିଲେ। କିନ୍ତୁ ଯଦି ଏ ଘଟଣା ଉପରେ ପୂର୍ବରୁ ଯଦି ପ୍ରଶାସନ ଦୃଷ୍ଟିପାତ ଦେଇଥାନ୍ତା ତାହେଲେ ବୋଧହୁଏ ଏଭଳି ଘଟଣା ଘଟିନଥାନ୍ତା, ଯାହା ପାଇଁ ଗୋଟେ ବଡ଼ ଚିନ୍ତାଜନକ ବିଷୟ ପାଲଟିଲାଣି। ଏବଂ ଯଦି ଏଭଳି ବାରମ୍ବାର ଏଭଳି ଘଟଣା ଘଟେ ଏବଂ ବେଆଇନ ବାଲି ଚାଲାଣ ହୁଏ ନିଶ୍ଚିତ ରୂପେ ପ୍ରଶାସନ ଏଥିପାଇଁ ଦାୟୀ ରହିବ ଏବଂ ଆଗାମୀ ଦିନରେ ଯେଉଁଭଳି ପ୍ରକାର ବାଲି ଘାଟକୁ ନେଇ ଯେଉଁଭଳି ଭାବରେ
ଅପରିଷ୍କାର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ସେଥିପାଇଁ ପ୍ରଶାସନ ଏ ପୂର୍ବରୁ ସତର୍କ ହେବାର ମଧ୍ୟ ଗୋଟେ ପ୍ରକାର ଆବଶ୍ୟକତା ରହିଛି। କାରଣ ବିଭିନ୍ନ ସମୟରେ ଯଦିଓ ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଉଛି, ପରବର୍ତ୍ତୀ ସମୟରେ ଲୋକ ଦେଖାଣିଆ କିଛି ଗାଡ଼ି ମାଇନ୍ସ ଅଧିକାରୀମାନେ ତାଙ୍କୁ ଚଢ଼ଉ କରୁଛନ୍ତି ଏବଂ ଲୋକ ଦେଖାଣିଆ ପରେ ତାକୁ ଛଡ଼ାଯାଉଛି। ଆପଣ ପୂର୍ବରୁ ମଧ୍ୟ ଆମେ ମଧ୍ୟ କହିଥିଲୁ, ଯେତେବେଳେ ପୂର୍ବରୁ 2ଟି JCB ମେସିନ୍କୁ ମଧ୍ୟ ଜବତ କରାଯାଇଥିଲା, ସେଥିରେ ସ୍ପଷ୍ଟ ଭାବରେ ଯେତେବେଳେ ଉଲ୍ଲେଖ କରିଥିଲେ ମାଇନ୍ସ ଅଧିକାରୀ, ଏ ମେସିନ୍ ଏଠି ବେଆଇନ ବାଲି ଉତ୍ତୋଳନ କରାଯାଉଛି। ତେଣୁ ପୂର୍ବରୁ ମଧ୍ୟ ବେଆଇନ ବାଲି ଉତ୍ତୋଳନ ପାଇଁ ବ୍ୟବହାର ହେଉଥିଲା ମେସିନ୍ ଏବଂ ବେଆଇନ ବାଲି ଉତ୍ତୋଳନ କରାଯାଉଥିବା ଖବରର ସତ୍ୟତା ମଧ୍ୟ ଏଇ FIRରୁ ମଧ୍ୟ ଜଣାପଡ଼ିଥିଲା। କିନ୍ତୁ ଯଦି କହିବା କେବଳ ପିପିଲିରେ ଦୈନନ୍ଦିନ ଲକ୍ଷ ଲକ୍ଷ ଟଙ୍କାର ବେଆଇନ ବାଲି ଉତ୍ତୋଳନ କରି ମାଫିଆମାନେ ବିକ୍ରି କରୁଛନ୍ତି, କିନ୍ତୁ ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ରହୁନି, ଯାହା ପାଇଁ ସମସ୍ତେ ସବୁବେଳେ ଅଭିଯୋଗ କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ମଧ୍ୟ ଏ ନେଇକି ଆପତ୍ତି ଅଭିଯୋଗ ଉଠାଉଛନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁଭଳି ପଦକ୍ଷେପ ନେବା କଥା ସରକାରଙ୍କର ସେଭଳି ପଦକ୍ଷେପ ନେଉନାହାନ୍ତି। ଏବଂ ଯଦିଓ କୋଟି କୋଟି ଟଙ୍କା ସରକାର ରାଜସ୍ୱ ହରାଉଛନ୍ତି, କିନ୍ତୁ କ'ଣ ପାଇଁ ଏ ପ୍ରଶାସନ ନୀରବ ରହିଛନ୍ତି, ସରକାର ନୀରବ ରହିଛନ୍ତି, ତା ମଧ୍ୟ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏବଂ ସମସ୍ତଙ୍କ ମନରେ ବଡ଼ ସନ୍ଦେହ ସୃଷ୍ଟି ହେଉଛି। ଆପଣ ଦେଖନ୍ତୁ, ଗତକାଲିର ଯେଉଁ ଘଟଣା ଘଟିଛି, ସେ ଲୋକ ଯଦିଓ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ତାଙ୍କର ଅବସ୍ଥା କିଭଳି ରହିଛି ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା କାହା ପାଖରେ ନାହିଁ। ଘଟଣାକୁ ଚପେଇବା ପାଇଁ ସବୁ ସ୍ତରରେ ଗୋଟେ ପ୍ରକାର ଉଦ୍ୟମ ଚାଲିଛି। କିଛି ଗ୍ରାମବାସୀ ଆଗକୁ ଆସିଛନ୍ତି, ପ୍ରତିକ୍ରିୟା ଦେଇଛନ୍ତି ଏବଂ ଏଇ ଘଟଣାର ସତ୍ୟତାକୁ ଅନୁଧ୍ୟାନ କରିବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି, ଜିଲ୍ଲା ପ୍ରଶାସନକୁ ନିବେଦନ କରୁଛନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଏଭଳି ଘଟଣା ଉପରେ ରୋକ ନ ଲଗାଯିବ, ଯେ ବାଲି ଚାଲାଣ ଉପରେ ରୋକ ଲଗାଯିବ, ବେଆଇନ ବାଲି ଯେଉଁ ଅଞ୍ଚଳରେ ଖନନ କରାଯାଉଛି ତା ଉପରେ ରୋକ ଲଗାଯିବ, ସେ ପର୍ଯ୍ୟନ୍ତ ଏଭଳି ଘଟଣା ମଧ୍ୟ ଦୈନନ୍ଦିନ ଘଟୁଥିବ। ଆମେ ଆଶା କରିବା ପ୍ରଶାସନ ବାରମ୍ବାର ଯେଉଁ ରହୁଛି ଅଭିଯୋଗ ରହୁଛି, ବାରମ୍ବାର ଯେଉଁ ପ୍ରଶାସନକୁ ଅନୁରୋଧ କରାଯାଉଛି, ପ୍ରଶାସନ ଏଥି ଉପରେ କିଭଳି ଦୃଷ୍ଟି ଦେବେ ଏବଂ ବିଶେଷ କରି ଯେଉଁ ବେଆଇନ ବାଲିଘାଟ ଚାଲିଛି, ସେ ବେଆଇନ ବାଲିଘାଟ ଉପରେ ବିଶେଷ ନଜର ଦେବାର ଆବଶ୍ୟକତା ରହିଛି। ଆପଣ ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶେଷରେ ଯେତେବେଳେ ଗୋବର୍ଦ୍ଧନପୁର ସୁଲତାନନଗରରେ ଯେଉଁ ଘାଟ ନିଲାମ ଘାଟ ଥିବା କଥା କୁହାଯାଉଛି, ଆପଣ ଦେଖିବେ ଯେ ନଦୀ ଯଦି ପାଖରେ ଯାଇ ଦେଖିବେ, ନଦୀରେ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବନ୍ଧ କରାଯାଇଛି। ସେ ଗୋଟେ ଗୋଟେ ବନ୍ଧ କରିବା ପରେ ଯେଉଁ ନାଳ ସୃଷ୍ଟି ହେଉଛି, ସେ ପରବର୍ତ୍ତୀ ସମୟରେ ଗୋଟେ ଗୋଟେ ମଧ୍ୟ ନଦୀ ହେବାର ସମ୍ଭାବନା ରହିଛି ଏବଂ ଯେତେବେଳେ ପାଣିକି ସେଇ ନାଳ ମାଧ୍ୟମରେ ଛଡ଼ାଯାଉଛି ବନ୍ଧ କରିକି, ପରବର୍ତ୍ତୀ ସମୟରେ ଏହା ମଧ୍ୟ ନଦୀକି ଏବଂ ସେ ଗ୍ରାମକୁ ପାଖାପାଖି ଯେଉଁ ଗ୍ରାମକୁ ରହିଛି ବିପଦ ସୃଷ୍ଟି କରିବାର ମଧ୍ୟ ଗୋଟେ ଆଶଙ୍କା କରିବାର ଦେଖିବାକୁ ମିଳୁଛି। ତେଣୁ ଆଶା କରିବା ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବ ଏବଂ ଯେଉଁ ମାଇନ୍ସ ବିଭାଗ କ'ଣ ପାଇଁ ଏଥିପାଇଁ ଚୁପ୍ ବସିଛି, ସ୍ଥାନୀୟ ତହସିଲ ପ୍ରଶାସନ କ'ଣ ପାଇଁ ଚୁପ୍ ବସିଛନ୍ତି, ଏଥିପାଇଁ ପରବର୍ତ୍ତୀ ସମୟରେ କିଭଳି ତତ୍ପରତା ଦେଖାଇବେ, ସେଥିପାଇଁ ସ୍ଥାନୀୟ ଲୋକମାନେ ମଧ୍ୟ ଦାବି କରୁଛନ୍ତି। ଆଶା କରିବା ନୂଆ ତହସିଲଦାର ଏବେ ମଧ୍ୟ ଯୋଗଦାନ କରୁଛନ୍ତି, କାରଣ ପୂର୍ବରୁ ଯେଉଁ ତହସିଲଦାର ଥିଲେ ସେ ମାଇନ୍ସ ଅଧିକାରୀକୁ ଦୋଷ ଦେଉଥିଲେ, ମାଇନ୍ସ ଅଧିକାରୀ ତହସିଲ ପ୍ରଶାସନକୁ ଦୋଷ ଦେଉଥିଲା। ଆଶା କରିବା ଯେଉଁ ନୂଆ ତହସିଲ ପ୍ରଶାସନ ଅଧିକାରୀ ଏଠି ତହସିଲଦାର ଯୋଗ ଦେଇଛନ୍ତି, ଏଇ ଯେଉଁ ବେଆଇନ ବାଲି ଚାଲାଣ ହେଉଛି, ଏ ବେଆଇନ ବାଲି ଚାଲାଣ ଉପରେ ରୋକ ଲଗାଇବାରେ ପଦକ୍ଷେପ ନେବେ ଏବଂ ଲୋକଙ୍କର ଯେଉଁ ଆସ୍ଥା ରହିଛି ସରକାରଙ୍କ ଉପରେ, ସେଇ ଆସ୍ଥା କିଭଳି ରହିବ ସେଥିପାଇଁ ଆମେ ଆଶା କରିବା ଏବଂ ଆଶା କରିବା ପରବର୍ତ୍ତୀ ସମୟରେ ଯେତେବେଳେ ସରକାରୀ ଅଧିକାରୀମାନେ ବେଆଇନ ବାଲି ଘାଟକୁ ଯେତେବେଳେ ଚଢ଼ଉ କରିବାକୁ ଯାଉଛନ୍ତି, ତା ପୂର୍ବରୁ ଯେମିତି ଖବର ପୂର୍ବରୁ ମିଳିଯାଉଛି ବେଆଇନ ବାଲି ଚାଲାଣକାରୀଙ୍କୁ ତା କିଭଳି ନ ମିଳିବ, ସେଥିପାଇଁ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଆଉ କିଛି ଆଜି ପାଇଁ ଏତିକିରେ ରହିଲୁ। ଆସନ୍ତା ସମୟରେ ବିଭିନ୍ନ ପ୍ରସଙ୍ଗ ନେଇ ପୁଣି ଆପଣଙ୍କ ପାଖରେ ଆସିବୁ। ଆଶା କରିବା ଏ ବାଲି ଚାଲାଣ ରୋକିବାରେ ଆପଣଙ୍କର ମଧ୍ୟ ସହଯୋଗ ପୂର୍ବ ଭଳି ଜାରି ରହିବ।